ଆନନ୍ଦପୁର ରାଜନୀତିରେ ଏକ ବଡ଼ ମୋଡ଼ ଆଣିଛି ବିଜୁ ଜନତା ଦଳର ଆନନ୍ଦପୁର ପୌରପାଳିକାର ୱାର୍ଡ ନମ୍ବର 7 କାଉନସିଲର କୃଷ୍ଣଚନ୍ଦ୍ର ରଣା ଶୁକ୍ରବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ ସ୍ଥାନୀୟ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି। ତେବେ ଆଗାମୀ ଦିନରେ ସେ କେଉଁ ଦଳକୁ ଯୋଗ ଦେବେ ସେଥିପ୍ରତି ସମସ୍ତଙ୍କ ନଜର ରହିଛି। ସ୍ଥାନୀୟ ସୂତ୍ର ଅନୁସାରେ ଦଳ ଭିତରେ ଅସନ୍ତୋଷ ଓ କିଛି ନୀତିଗତ ମତଭେଦ ଯୋଗୁଁ କୃଷ୍ଣଚନ୍ଦ୍ର ରଣା ଏହି ସିଦ୍ଧାନ୍ତ ନେଇଥିବା କୁହାଯାଇଛି। ଯଦିଓ ସେ ଏପର୍ଯ୍ୟନ୍ତ ସାର୍ବଜନିକ ଭାବେ କାରଣ ସ୍ପଷ୍ଟ କରିନାହାନ୍ତି, ତଥାପି ରାଜନୈତିକ ମହଲରେ ଏହାକୁ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି। ଶୁଣିବାକୁ ମିଳୁଛି ଯେ ସେ ଶୀଘ୍ର ଭାବେ ଭାରତୀୟ ଜନତା ପାର୍ଟି ବିଜେପି କିମ୍ବା ଅନ୍ୟ କୌଣସି ଦଳରେ ଯୋଗ ଦେଇପାରନ୍ତି। ଆଉ କେତେକ ମନେ କରୁଛନ୍ତି ଯେ ସେ ସ୍ୱତନ୍ତ୍ର ଭାବେ ମଧ୍ୟ ଆଗକୁ ଆସିପାରନ୍ତି। ଏହି ଘଟଣା ପରେ ଆନନ୍ଦପୁର ବିଜେଡ଼ିର ସଂଗଠନ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଲୋଚନା ଚାଲିଛି। ଆଗାମୀ ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ରାଜନୈତିକ ସମୀକରଣକୁ କେମିତି ପରିବର୍ତ୍ତନ କରିବ ତାହା ଦେଖିବାକୁ ବାକି ରହିଲା। ଆନନ୍ଦପୁରରୁ ଗଗନ ବିହାର ଦାସଙ୍କ ରିପୋର୍ଟ, G9 ଓଡ଼ିଆ।